ନବୀନ ବାବୁ କ'ଣ ପଇସା ଦେବେ? ସେ ତ 5-10 ହଜାର କୋଟିର ମାଲିକ ହେଇଥିଲେ, ତାଙ୍କୁ ଦରମା ଦରକାର ସେ ତ ଫ୍ରି କରିବେ। ଦରମା ବଢ଼ାଇବା କଥା କହିଲେ ଏବଂ ଦରମା ବଢ଼ାଇବା କଥା ଯେତେବେଳେ କହିଲା, ବିଶେଷ କରି ପ୍ରମିଳା ମଲ୍ଲିକ ଏବଂ ଆମର ଆଳି ବିଧାୟକ ପ୍ରତାପ ଦେବ ଏମାନେ ସବୁ ସରକାରକୁ ବାରମ୍ବାର କହିଲେ ଯେ ଦରମା ବଢ଼ାଅ। ତ ଦରମା ବଢ଼ାଗଲା ପରେ ଆପଣମାନେ ଆମକୁ ଆକ୍ରମଣ କଲେ। ଆକ୍ରମଣଟା ସ୍ୱାଭାବିକ, ଜଣେ ପଲିଟିକାଲ ଲୋକର ଦରମା ବାଢ଼ିଲେ ସମସ୍ତଙ୍କୁ ଜେଲସ୍ ହେବ, ଏଇଟା ସ୍ୱାଭାବିକ। କିନ୍ତୁ ଆମେ କେତେ ଖର୍ଚ୍ଚ କରୁଛୁ, କ'ଣ ଖର୍ଚ୍ଚ କରୁଛୁ? ଯଦି ଜଣେ ଆସିକିରି ଆମ ଘରେ ସାମ୍ବାଦିକ ଜଣେ ବସନ୍ତା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମାସେ ମୁଁ ଆହ୍ୱାନ ଦେଉଛି ଯେ ଯେଉଁମାନେ ସାମ୍ବାଦିକତା କରୁଛନ୍ତି ଆମ ବିରୁଦ୍ଧରେ ଲେଖିଲେ ସେମାନେ ମାସେ ଆମ ଘରେ ବସିବେ। ଆମେ କେତେ ଟଙ୍କା ଖର୍ଚ୍ଚ କରୁଛୁ ଆଉ ସରକାରଠୁ କେତେ ଟଙ୍କା ପାଉଛୁ ଆଉ କ'ଣ କରୁଛୁ ନ ଜାଣିଲେ କେମିତି ହେବ? ମୁଁ ତ ପ୍ରଥମରୁ ଦରମା ବଢ଼ାଇବାର ବିପକ୍ଷରେ ଥିଲି, କାରଣ ଏମିତିଆ ହେବ ବୋଲି ମୁଁ ଜାଣିଥିଲି। କିନ୍ତୁ ତାର ପରବର୍ତ୍ତୀ ଅବସ୍ଥାରେ ବିଜେଡ଼ି ଦଳ ୟୁ ଟର୍ନ ନେଇଗଲା ଆଉ ସେମାନେ ଦରମା ନେବୁନି ବୋଲିକରି ଗୋଟେ ଲେଖା ଦେଇଦେଲେ। ତ ଗଭର୍ଣ୍ଣମେଣ୍ଟ ଅପୱାର୍ଡ଼ରେ ପଡ଼ିଗଲା, କାରଣ ଏଇଟା ସର୍ବସମ୍ମତି ପ୍ରସ୍ତାବ ଥିଲା। ତ ଆମେ ସେ ରାମଚନ୍ଦ୍ର କଡ଼ାମ ଯାହା କହୁଛନ୍ତି ସେଟା ଠିକ୍ ହେଇପାରେ, ତାକୁ ଅନ୍ୟ ରାଜ୍ୟରେ କ'ଣ କରିଛନ୍ତି ଚାଲାକି କରିଛନ୍ତି। ଡ୍ରାଇଭର ଦରମା 20,000, ଆପଣଙ୍କର ଗୋଟିଏ ପି ତା ଦରମା 20,000, ଗୋଟିଏ ପର୍ସନାଲ ଆସିଷ୍ଟାଣ୍ଟ ଯିଏକି ତାକୁ ନିଆ ଅଣା କରିବ ତା ଦରମା 20,000, ଏମିତି କରିଦେଇଛନ୍ତି। ଆମର ଏଠି କ'ଣ କଲେ ନା ସବୁ ଗୁଡ଼ାକ ଦରମାରେ ମିଶାଇ ଦେଲାରୁ ଆପଣମାନେ ପ୍ରତିକ୍ରିୟା କଲେ। କ'ଣ ହବ ବର୍ତ୍ତମାନ? ସରକାର ପଚାରନ୍ତୁ, ମୁଁ ତ ସରକାର ନୁହେଁ ନା। ଆପଣ ଜଣେ ବିଧାୟକ ହିସାବରେ କ'ଣ କହିବେ? ବିଧାୟକର କ'ଣ ଭ୍ୟାଲ୍ୟୁ ଅଛି? ସରକାର କ'ଣ ଚାହୁଁଛନ୍ତି ସେଟା ହବ ନା। ଆପଣ ଅକଟରେ ପଡ଼ିଗଲେ, ବିଜୁ ଜନତା ଦଳ ପକେଇଦେଲା। ନାଇଁ ଅକଟରେ ତ ନିଶ୍ଚିତ ଭାବରେ ପକେଇଲା। ଯେଉଁମାନେ ବାଧ୍ୟ ଦରମା ବୃଦ୍ଧି ପାଇଁ ବାଧ୍ୟ କଲେ ସେମାନେ ବି ୟୁ ଟର୍ନ ନେଲେ। ନବୀନ ବାବୁ କହିଲେ ମୁଁ ଦରମା ନେବିନି। ନବୀନ ବାବୁ କ'ଣ ପଇସା ଦେବେ? ସେ ତ 5-10 ହଜାର କୋଟିର ମାଲିକ ହେଇଥିଲେ, ତାଙ୍କୁ ଦରମା ଦରକାର ସେ ତ ଫ୍ରି କରିବେ। ମୋତେ ଦରମା ଦରକାର, ବଢ଼ିବା ଦରକାର। ମୁଁ ସେଟା ବଢ଼ିବା ଦରକାର, ସେଇଟା ବିଧାନସଭା ନିଷ୍ପତ୍ତି। କିନ୍ତୁ ମୁଁ କହୁନାହିଁ ଯେ ମୋ ଦରମା ବଢ଼, କିନ୍ତୁ ଏଇଟା ସତ୍ୟ କଥା ଗୋଟେ କହୁଛି, 70% ସହିତ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି। ଯଦି 70% ସହିତ ବଞ୍ଚିବାର ଅଧିକାର ଅଛି ତାହେଲେ ଅର୍ଥର ଆବଶ୍ୟକତା ଅଛି। ଆମେ ଇଲିଗାଲ ୱେରେ ଅର୍ଥ ନେଇକରି ଲୋକଙ୍କୁ ଦେବୁ, କ'ଣ କରିବୁ କ'ଣ ନାହିଁ, ଯାହା କଲେ ବି ତ କରିବୁ। ଯାହା କଲେ ବି 3.5 ଲକ୍ଷ ଟଙ୍କା ଆପଣଙ୍କର ଫୁଟବଲ ମ୍ୟାଚ୍ ଯେତେଟା ହେଉଛି ଆମ ଅଞ୍ଚଳରେ, ସେଠିକି ଫୁଟବଲ ମ୍ୟାଚ୍ ଯଦି ଟଙ୍କା କିଛି ଦେଲୁ ବୋଲେ ବି ଏଇ 3.5 ଲକ୍ଷ ଟଙ୍କା ପର୍ଯ୍ୟାପ୍ତ ନୁହେଁ। କିନ୍ତୁ ଆମ ନାଁରେ ରିଏକ୍ସନ୍ ହେଲା। ମୁଁ ଗୋଟେ କଥାରେ କହିଥିଲି ଯେ ଆମ ଘରକୁ ଯେତେ ଲୋକ ଆସୁଛନ୍ତି କମ୍ ସେ କମ୍ ଗୋଟିଏ କପ୍ ଚା ଯଦି ମୁଁ ଦେବି ତାହେଲେ ତାର ଖର୍ଚ୍ଚ ମାସିକ 1,00,000 ଟଙ୍କା ହେବ, ମାସିକ କହିଦେବି। ଏବଂ ଜୟନାରାୟଣ ମିଶ୍ର 1,00,000 ଟଙ୍କାର ଚା ପିଅନ୍ତି ବୋଲି ଆପଣମାନେ କହିବେ। ମୁଁ କ'ଣ କରିବି? ଆପଣମାନଙ୍କର ହାତରେ ମାସ୍ ମିଡ଼ିଆ ଥିବାରୁ ଆପଣ ଯାହାକୁ ଯାହା ଚିତ୍ରଣ କରିଦେଇ ପାରିଲେ। କିନ୍ତୁ ସାର୍ ବର୍ତ୍ତମାନ କହୁଛି ଏଇ ସେସନ୍ ବଜେଟ୍ ସେସନ୍ ଯେହେତୁ ସେ କହୁଛନ୍ତି ଆପଣ କ'ଣ ନିଷ୍ପତ୍ତି ନେବେ, ଆପଣ ସରକାର ନିଷ୍ପତ୍ତି ନେଇପାରୁନାହାନ୍ତି। ସେ କହୁଛନ୍ତି ସରକାର କ'ଣ ନିଷ୍ପତ୍ତି ନେବେ ସେଟା ତ ମୁଁ କହିପାରିବିନି ନା। ସରକାର ଯାହା ନିଷ୍ପତ୍ତି ନେବେ, ଆମେ ସରକାରୀ ବିଧାୟକ ହେଇଥିବାରୁ ଆମେ ତାକୁ ସମର୍ଥନ କରିବୁ। ଆଉ ଆମର ପାଖରେ କିଛି ଚାରା ନାହିଁ। ଯଦି ଦରମା ବଢ଼ିବା କଥା କହିବ ପବ୍ଲିକରେ, ଆପଣ ଆମକୁ ଚିତ୍ରଣ କରିବେ ଆମେ ପଇସା ଲୋଭିବୁ ବୋଲି, ଆଉ ଯଦି କମ୍ ପଇସା ହେଲେ ଚଳିବ ବୋଲି କହିବୁ ସେଟା କ୍ଷେତ୍ରରେ ବିଧାୟକମାନେ ଆମକୁ ମାଡ଼ି ବସୁଛୁ। କ'ଣ ହବ ଏଇ ନିଷ୍ପତ୍ତିଟା ମୁଁ କହିପାରିବିନି। ଆଉ ଅନ୍ୟାନ୍ୟ ରାଜ୍ୟର ସେମାନେ ତରିକାମାନେ ଦେଖୁଛନ୍ତି। ଆମ ରାଜ୍ୟରୁ ଆହୁରି 5ଟା ରାଜ୍ୟର ଦରମା ବେଶୀ ଥିଲା, କିନ୍ତୁ ଆପଣମାନେ ଲେଖିଲେ ଯେ ଭାରତ ବର୍ଷରେ ଆମେ ସବୁଥିରୁ ଅଧିକ ଟଙ୍କା ଆମେ ନେଉଛୁ। କିନ୍ତୁ ଦିଲ୍ଲୀ ଆମଠୁ ଅଧିକା, ଗୋଆ ଆମଠୁ ଅଧିକା ନେଉଛି, ଅନେକ ରାଜ୍ୟ ଆମଠୁ ଅଧିକା ନେଉଥିଲେ ସେଇ ଯେଉଁ ବ୍ୟବସ୍ଥା। ତ
तो आपण मैंने लिखिले जे आमे भारतर सबुठु अधिक ए भूल तथ्य को अन्य माने काउंटर करने कथा किंतु कई कले फल सब समस्या सृष्टि होला जन आक्रोश भी देखा गला जन आक्रोश सर विभिन्न संगठन रास्ता को तो ओल्हेबे अनेक कौन लोकटे जानू नहीं तार रोग हेले बेमार हेले काहाठू से पैसा नुसु से कौन जानू नहीं से माने किछि कहि ना साधारण जनतार कोनोसी प्रतिक्रिया नाही माने बड़ो दरमा सर बड़ो दरमा बड़ो बोली आपण सुन ना मोर भुवनेश्वर घर ना मोर समलपुर घर कोनोसी जगह रे घर नहीं तो मोर जो मुंशी बोले बुझुचंती ना सर जमी बाड़ी देखा हिसाब किताब रखी ता घरे मोर अछि तो मोर अवस्था कौन से जानू थे मुंशी घर भी बड़ अच्छी किसी असुविधा नहीं आमर मुंशी आम घर ताकू देइथलु रहइबा अछि तने ए सेशन से जणा पड़ले मो 26 वर्ष विधायक जीवन में जो घरे थिली सेई घरे अछि सर आउ गोटे कथा कहउछन जे आपण निगम ये करिका भी गठन करि परना तो सते किछि सब कोन निष्पत्ति नै परले जेते बेले नवीन पटनायक 2000 मसिया रे आइ देखंतु तांकर कार्यकाल देखंतु तो से केमती तना कोन नवीन मॉडल आपनकर काम करछु ना देखंतु नवीन मॉडल आपण तो गोटे नुआ सरकार को निष्पत्ति नबारे केते द्वंद्व उपजे से कथा मु उल्लेख करिया नवीन पटनायक घर 4 कोठरी रे बंदी हे